ତୁମେ ମଧ୍ୟ ଏମିତି ଭାବୁଛ ନା? କାଲିଠୁ ମୁଁ ସକାଳ ଶୀଘ୍ର ଉଠିବି, କିନ୍ତୁ କାଲି ଆସି ତୁମେ ପୁଣି ସେଇ ଶଯ୍ୟାରେ ଶୋଇ ରହିଥାଅ। ମୁଁ ଏହା ଜାଣେ, କାରଣ ତୁମେ ଜଣେ ମଣିଷ। ମଣିଷର ମନ ଆଳସ୍ୟରେ ରହେ। କିନ୍ତୁ ଶୁଣ, ସକାଳେ ଶୀଘ୍ର ଉଠିବା କେବଳ ଏକ ଅଭ୍ୟାସ ନୁହେଁ, ଏହା ଏକ କଳା ଯାହା ତୁମ ସମ୍ପୂର୍ଣ୍ଣ ଜୀବନର ଦିଗ ବଦଳାଇ ପାରେ। ଆଜି ମୁଁ ତୁମକୁ ନା ବଡ଼ ବଡ଼ କଥା କହିବି, ନା ବ୍ରହ୍ମ ମୁହୂର୍ତ୍ତର ଜ୍ଞାନ ଦେବି। ଆଜି ମୁଁ ତୁମକୁ ଦେବି ପ୍ରାୟୋଗିକ ଉପାୟ, ଏମିତି ଉପାୟ ଯାହାଦ୍ୱାରା ବିନା ଆଲାର୍ମରେ ନିଜେ ଉଠିପାରିବ। ପ୍ରଥମେ ଏକ ସତ୍ୟ ବୁଝ, ଶୀଘ୍ର ଉଠିବାର ଲାଭ ସେତେବେଳେ ମିଳେ ଯେତେବେଳେ ତୁମେ ଦିନରେ ପୁଣି ଶୁଅ ନାହିଁ। ଯଦି ତୁମେ ସକାଳ 4ଟାରେ ଉଠିବ, ଦିନରେ 2 ଘଣ୍ଟା ଶୁଅ, ତେବେ ତୁମେ ଯେଉଁ ସମୟକୁ ଜିତିଥିଲ ସେହି ସମୟ ପୁଣି ତୁମେ ନିଦ୍ରାକୁ ଦେଇଦେଲ। ସମୟର ସତ୍ୟ ଧନ ସେତେବେଳେ ଯେତେବେଳେ ତୁମେ ତାକୁ ଜୀବନର ଗଢ଼ିବାରେ ଲଗାଅ, ନା କି ପୁଣି ଶୋଇବାରେ। ସକାଳେ ଶୀଘ୍ର ଉଠିବାର ଅଭ୍ୟାସ ଏଥିପାଇଁ ଭାଙ୍ଗିଯାଏ କାରଣ ଆମେ ନିଜ ଶରୀରର ସମ୍ପୂର୍ଣ୍ଣ ସାଇକେଲକୁ ପରିଚାଳନା କରୁନାହିଁ। ମନେ ରଖ, ସକାଳେ ଉଠିବା ସକାଳରୁ ନୁହେଁ, ରାତିରୁ ଆରମ୍ଭ ହୁଏ। ଏକ ସହଜ ସୂତ୍ରକୁ ବୁଝ, 18 ବର୍ଷରୁ ଅଧିକ ହେଲେ 6 ଘଣ୍ଟା ନିଦ୍ରା ଆବଶ୍ୟକ। 14 ବର୍ଷରୁ 17 ବର୍ଷ ମଧ୍ୟରେ ହେଲେ 7 ଘଣ୍ଟା ନିଦ୍ରା ଆବଶ୍ୟକ। ଯଦି ତୁମେ ସକାଳ 4ଟାରେ ଉଠିବାକୁ ଚାହୁଁଛ, ତେବେ ରାତି 10ଟାରେ ଶୋଇପଡ଼ିବାକୁ ହେବ। ବୟସ ଅନୁସାରେ 9ଟା ପୂର୍ବରୁ ଶୁଅ। ସବୁଠାରୁ ଜରୁରୀ କଥା, ଦିନରେ ବହୁତ ସମୟ ପର୍ଯ୍ୟନ୍ତ ଶୁଅ ନାହିଁ। ଯଦି ତୁମେ 5ରୁ 10 ମିନିଟ୍ ଶୋଇପଡ଼ିବ, ଠିକ୍ ଅଛି। ଯଦି ତୁମେ ଘଣ୍ଟାରୁ 2 ଘଣ୍ଟା ଶୋଇପଡ଼ିଥିବା ସମୟ ଦିନର ଶାନ୍ତିକୁ ଭଙ୍ଗ କରେ। ଏବେ ତୁମର ପ୍ରଶ୍ନ, ଆଲାର୍ମ ବାଜିଲା ପରେ ଶଯ୍ୟାକୁ ଛାଡ଼ିବି କିପରି? ମୁଁ ତୁମକୁ 3ଟି ତରିକା ଦେଉଛି, ତୁମର ମନକୁ ହରାଇଦେବ। ପ୍ରଥମ ତରିକା ହେଲା, ଶରୀରକୁ ବାଧ୍ୟ କର। ରାତି ହେଉ କି ଅଧରାତି ହେଉ, ତୁମର ଯଦି ନିଦ ଭାଙ୍ଗେ, ତୁମେ ବହୁତ ପାଣି ପିଅ। ସକାଳେ ତୁମ ଆଲାର୍ମ ବାଜିବା ପୂର୍ବ କି ସେହି ସମୟ ବେଳକୁ ତୁମକୁ ବାଥରୁମ୍ ଲାଗିବ। ତୁମେ ସେହି ସମୟରୁ ଶେଯ ଛାଡ଼ିବ। ଉଠିବା ପରେ ଘରର ଲାଇଟ୍ ଲଗାଇବ, ଝରକା କବାଟ ଖୋଲିବ। ତୁମର ଶେଯକୁ ଭାଙ୍ଗିଦେବ। ଶେଯ ଯଦି ଖୋଲା ଥିବ, ତୁମର ମନ ହେବ ଶୋଇବା ପାଇଁ। ଦ୍ୱିତୀୟ ତରିକା ହେଲା, ତୁମେ ମନକୁ ମନ ପକାଇ ଦିଅ। ଭାବ, ତୁମେ ଯେବେ ବହୁତ ଜରୁରୀ କାମ ପାଇଁ ବାହାରକୁ ଯାଅ, ଯେମିତି ପରୀକ୍ଷା ଦେବାର ଥିବ, ତୁମେ ବହୁତ ଶୀଘ୍ର ଉଠିଯାଅ। କାହିଁକି ନା ତୁମେ ରାତିରୁ ଭାବି ଦେଇଥାଅ, ମୋତେ ବହୁତ ଶୀଘ୍ର ଉଠିବାର ଅଛି। ତୁମେ ତୁମ ମନକୁ ବହୁତ ଷ୍ଟ୍ରଙ୍ଗ ବନେଇ ଦିଅ, ଯାହା ତୁମ ମନ ଅଣଦେଖା କରିପାରିବ ନାହିଁ। ତୃତୀୟ ତରିକା ହେଲା, ସଙ୍ଗୀତର ମାୟା। କିଛି ସ୍ୱର ହୃଦୟକୁ ହଲାଇ ଦିଏ। କୌଣସି ଭଜନ, କାହାର ସ୍ମୃତି କିମ୍ବା ଏମିତି ଗୀତ ଯାହା ତୁମକୁ ଲକ୍ଷ୍ୟକୁ ମନେ ପକାଇ ଦିଏ, ସେଇଟାକୁ ଆଲାର୍ମ କର। କିଛିଦିନ ପରେ ତୁମ ମନ ନିଜେ ସେହି ସ୍ୱରକୁ ଅପେକ୍ଷା କରିବ। ସକାଳର ସେଇ ନୀରବ ସମୟ ଯେତେବେଳେ ସୂର୍ଯ୍ୟ ତା'ର ପ୍ରଥମ କିରଣ ପଠାଇବାକୁ ଯାଉଛି, ସେହି କିରଣ ସ୍ୱାଗତ ପାଇଁ ପ୍ରସ୍ତୁତ ରୁହ। ଯେମିତି ଅତିଥିକୁ ସ୍ୱାଗତ ପ୍ରସ୍ତୁତି ବିନା ହୁଏ ନାହିଁ, ସେମିତି ସୂର୍ଯ୍ୟଙ୍କ ସ୍ୱାଗତ ମଧ୍ୟ ମନର ଶାନ୍ତି ବିନା ହୁଏ ନାହିଁ। ସେହି ମୁହୂର୍ତ୍ତର ଶକ୍ତି ସାରା ଦିନ ତୁମ ସହିତ ରହିବ। ସାଙ୍ଗମାନେ, ଯଦି ତୁମେ ଦିନର ପ୍ରଥମ ମୁହୂର୍ତ୍ତକୁ ଜିତିନେଲ, ତେବେ ଜାଣି ରଖ, ତୁମେ ଜୀବନର ପ୍ରଥମ ଯୁଦ୍ଧରେ ଜିତିଗଲ। ଯଦି ଏହି କାହାଣୀ ଆପଣଙ୍କୁ ଭଲ ଲାଗୁଛି, ତାହେଲେ ଗୋଟିଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।